ପାଟଣା କୁଆପୋଷିରେ ପୋଖରୀରେ ବୁଡ଼ି ବୃଦ୍ଧଙ୍କର ମୃତ୍ୟୁ। ପାଟନା ବ୍ଲକ କୁଆପୋଷି ଗ୍ରାମର ନବକିଶୋର ମହାନ୍ତ ଆଜି ସକାଳ 5:30ଟାରେ ଶୌଚ ହେବା ପାଇଁ ଗ୍ରାମ ପୋଖରୀକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ଏପଟେ ଗ୍ରାମର ଅନ୍ୟ ଲୋକମାନେ ଶୌଚ ପାଇଁ ଯାଇ ନବକୁ ପାଣି ଭିତରେ ଭାସୁଥିବାର ଦେଖି ଘର ଲୋକଙ୍କୁ ଜଣାଇଥିଲେ। ଘରୁ ତୁରନ୍ତ 3 ପୁଅ ବହୁ ନାତି ନାତୁଣୀ ପୋଖରୀରେ ପହଞ୍ଚି ଦେଖିବା ପରେ ଏହା ଏକ ଅପମୃତ୍ୟୁ ନୁହଁ ସୁପରିକଳ୍ପିତ ମୃତ୍ୟୁ ବୋଲି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଏବଂ ଅଗ୍ନିଶମ ବାହିନୀ ଆସି ମୃତଦେହକୁ ଉଠାଇଥିବା ଜଣାପଡ଼ିଛି। ନବଙ୍କର ପରିବାର ଲୋକେ ନବଙ୍କର ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।